आज पिलामाने तुम साहित्य बहिर तपस्विनीर पत्र काव्य विषय आलोचना करिबा। ଏହି କାବ୍ୟଟି ଗଙ୍ଗାଧର ମେହେର ଲେଖିଛନ୍ତି। ଏହି କାବ୍ୟଟିର ବିଷୟବସ୍ତୁ ହେଉଛି ଏହା ଏକ ଚିଠି ନିଜେ ସତୀ ସୀତା ରାମଚନ୍ଦ୍ରଙ୍କ ପାଖକୁ ଲେଖିଛନ୍ତି। ଯେତେବେଳେ ରାଜଧର୍ମ ପାଳନ କରିବାକୁ ଯାଇ ରାମଚନ୍ଦ୍ର ସୀତାଙ୍କୁ ପରିତ୍ୟାଗ କରିଥିଲେ ଏବଂ ସୀତା ବାଲ୍ମୀକିଙ୍କ ଆଶ୍ରମରେ ଯାଇ ନିଜର ଦୁଇ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତୁମେ ଏହା ବିଷୟରେ ଆଗରୁ ଶୁଣିଥିବ। ଇଏ ହେଉଛି ରାମାୟଣର କଥା। ଆଉ ସୀତାଙ୍କର ଦୁଇ ପୁତ୍ରଙ୍କ ନାମ ହେଉଛି ଲବ ଆଉ କୁଶ। ସେଠାରେ ସୀତା ଲବକୁଶଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିଛନ୍ତି। ତତ୍ସହିତ ନିଜେ ବାଲ୍ମୀକି ଆଉ ସତୀ ସୀତା ଲବ ଓ କୁଶକୁ ରାମାୟଣ ଗାନ କରିବାର ଶିକ୍ଷା ଦେଇଛନ୍ତି। ସୌଭାଗ୍ୟବଶତଃ ଲବ ଓ କୁଶ ରାମାୟଣ ଜ୍ଞାନ କରି କରି ଅଯୋଧ୍ୟାରେ ପହଞ୍ଚିଛନ୍ତି। ଆଉ ସେଠାରେ ପିତା ଓ ପୁତ୍ରଙ୍କର ମିଳନ ଘଟିଛି। ଏହାପରେ ସୀତା ଶୁଣିବାକୁ ପାଇଛନ୍ତି ଯେ ଲବକୁଶଙ୍କୁ ରାଜାଙ୍କ ତରଫରୁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ତରଫରୁ ଡାକରା ଆସିଛି ଯେ ସେମାନେ ସେଠାରେ ଯାଇ ରାମାୟଣ ଗାନ କରିବେ। ଆଉ ଲବ ଓ କୁଶ ଉଭୟ ଦୁଇ ଜଣ ପ୍ରସ୍ତୁତ ହୋଇଛନ୍ତି ଅଯୋଧ୍ୟା ଯିବା ପାଇଁ ବାଲ୍ମୀକିଙ୍କ ସହିତ। କ'ଣ ହେଇଛି ନା ଏତିକି ମଧ୍ୟରେ ମଧ୍ୟ ସୀତା ଜାଣିବାକୁ ପାଇଛନ୍ତି ଯେ ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞର ଆୟୋଜନ କରିଛନ୍ତି। ତେଣୁକରି ସକାଳେ ଅଶ୍ୱମେଧ ଯଜ୍ଞ ହେବ ଏବଂ ସନ୍ଧ୍ୟାବେଳେ ଲବ ଆଉ କୁଶ ରାମାୟଣ ଗାନ କରିବେ। ତ ସୀତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଅଶ୍ୱମେଧ ଯଜ୍ଞ ଯଦି କରିବେ ତେବେ ନିହାତି ସ୍ତ୍ରୀର ଆବଶ୍ୟକ। ସହଧର୍ମିଣୀ ନଥାଇ କେହି କେବେ ଯଜ୍ଞ କରିପାରିବେ ନାହିଁ। ତେଣୁ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ଯେ କାଳେ ରାମଚନ୍ଦ୍ର କ'ଣ ଦ୍ୱିତୀୟ ବିବାହ କରିଛନ୍ତି ନା ସେ ତ ମୋତେ ପ୍ରତିଶ୍ରୁତି ଦେଇଥିଲେ ଯେ ଏକ ସ୍ତ୍ରୀ ବ୍ରତ ପାଳନ କରିବେ ବୋଲି। ତଥାପି ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ପୁଣି ଥରେ ବିବାହ କରିଛନ୍ତି ଅଶ୍ୱମେଧ ଯଜ୍ଞ ପାଇଁ। ଏଭଳିଆ ନାରୀ ମନରେ ସନ୍ଦେହ ସୃଷ୍ଟି ହୋଇଛି। ସୀତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ରାମଚନ୍ଦ୍ରଙ୍କ ପ୍ରତି। ତେଣୁକରି ଦୁଃଖରେ ମର୍ମାହତ ହୋଇ ତା ସହିତ ରାମଚନ୍ଦ୍ରଙ୍କ ପ୍ରତି ଥିବା ଅନାବିଳ ସ୍ନେହକୁ ପ୍ରକାଶ କରିବାକୁ ଯାଇ ସେ ଏକ ପତ୍ର ଲେଖିଛନ୍ତି। ଯେଉଁ ପତ୍ରରେ ସେ ନିଜର ଦୁଃଖ ପ୍ରକାଶ କରିଛନ୍ତି, ନିଜର କାରୁଣ୍ୟତା ପ୍ରକାଶ କରିଛନ୍ତି। ଏହା ହିଁ କବିତାର ବିଷୟବସ୍ତୁ। ମୁଁ କବିତାଟିକୁ ପଢ଼ି ଦେଉଛି, ତାପରେ ତାର ଅର୍ଥକୁ ପୁଣି ଥରେ ବର୍ଣ୍ଣନା। ତପସ୍ୱିନୀର ପତ୍ର, ଗଙ୍ଗାଧର ମେହେର। କବିତାଟି ଆସିଛି ତପସ୍ୱିନୀ କାବ୍ୟରୁ। ବର୍ତ୍ତମାନ ଦେଖିବା, ବହି ବାହାର କର। ମୁଁ ବର୍ତ୍ତମାନ ଆବୃତ୍ତି କରୁଛି, ତୁମମାନେ ମଧ୍ୟ ମୋ ସହିତ ଆବୃତ୍ତି କର। ଶରଣ ବତ୍ସଳ ଧ୍ୱଜ ରିପୁ ଗଜାଙ୍କୁଶ ଦୁଃଖ ଗିରି ବ୍ରଜ ଯହିଁ ଦେଖନ୍ତି ବିଦୁଷ ରାଜରାଜେଶ୍ୱରଙ୍କ ସେ ପଦ ପଦ୍ମ ବନ୍ଦେ ଦିନ ଭିଖାରିଣୀ ଦୁରୁ নত ଶିରେ ବନ୍ଦେ କରିବାକୁ ମଧୁ ଆଶା
তিমির ভেদন কাতরে কান্তারে থাই করে নিবেদন মহারাজ মহাযজ্ঞে হইছ দীক্ষিত নববামা হেউথিব বামাঙ্কে বিক্ষিত মুগ্ধ বধূ মুগ্ধ হেব ବୋଲି ସତ ଗୁଣ ବଢ଼ି ଯାଉଥିବ ତୁମ୍ଭ ସକଳ ସଗୁଣ ଆଚରିତ ମହାଯଜ୍ଞେ କରିବ ପ୍ରଦାନ ଅଶେଷ ରତନ ଧନ କ୍ଷମ ବସ୍ତ୍ରମାନ ସିଦ୍ଧ କାମ ହେବ ତହିଁ ଅର୍ଥି ସମୁଦାୟ ମୋ ମାନସେ ଭିକ୍ଷା ଏକ ହୋଇଛି ଉଦୟ ଏଛାର ଭିକ୍ଷାରେ ନାଥ ନହେବ କୃପଣ ଦୟାରତ୍ନମୟ ଦାନ ବାରିଧି ଆପଣ ମୁକିଏତା ଜାଣିବାର ନୁହେଁ ଆବଶ୍ୟକ ସଦା ତୁମ୍ଭେ ତାପସଙ୍କ ଅଶାନ୍ତି ନାଶକ ତାପସଙ୍କୁ କିଛି ତୁମ୍ଭ ନଥାଏ ଅଦେୟ ମୁହିଁ ତପସ୍ୱିନୀ ମତେ ନ କରିବ ହେୟ ଯେ ହୋଇଛି ଆଜି ତୁମ୍ଭ ଅଙ୍କର ଭାଜନ ଭକ୍ତି ଭରେ ଦେଖୁଥିବେ ଜଗତର ଜନ ପୂର୍ବେ ସେହୁ କରିଥିଲେ କେଉଁ ଘୋର ତପ କେଉଁଠାରେ କେତେ କାଳ କେଉଁ ମନ୍ତ୍ର ଜପ ଏହା ମାତ୍ର ପ୍ରଭୁ ମତେ ଦେବଟି ଜଣାଇ ଅନ୍ୟ କିଛି ଧନେ ମୋର ପ୍ରୟୋଜନ ନାହିଁ କୋଟି ଅଶ୍ୱମେଧେ ଯେତେ ଧନ ହୁଏ ଦାନ ତହିଁରୁ ଅଧିକ ତାହା ହେବ ମୋର ଜ୍ଞାନ। ପିଲାମାନେ ବର୍ତ୍ତମାନ ଆମେ ତପସ୍ୱିନୀର ପତ୍ରର ପ୍ରଥମ ପଂକ୍ତିକୁ ଆବୃତ୍ତି କରିବା ସହିତ ତାର ଅର୍ଥ ଜାଣିବା। ଶରଣ ବତ୍ସଳ ଧ୍ୱଜ ରିପୁ ଗଜାଙ୍କୁଶ ଦୁଃଖ ଗିରି ବଜ୍ର ଯହିଁ ଦେଖନ୍ତି ବିଦୁଷ ରାଜରାଜେଶ୍ୱରଙ୍କ ସେ ପଦ ପଦ୍ମ ଦ୍ୱନ୍ଦେ ଦୀନ ଭିଖାରିଣୀ ଦୂରୁ ନତ ଶିରେ ବନ୍ଦେ। ଯାହାଙ୍କ ମୁଖରେ ଜ୍ଞାନୀ ଲୋକମାନେ ଶରଣ ବତ୍ସଳ ଧ୍ୱଜ ଦେଖନ୍ତି। ଶରଣ ବତ୍ସଳ ଧ୍ୱଜ ଅର୍ଥ ନା ଯିଏକି
ଶରଣାଗତ ଲୋକମାନଙ୍କ ପାଇଁ ଧ୍ୱଜା ଉଡ଼ାନ୍ତି। ସେ ହେଉଛନ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ର। ରିପୁ ଗଜାଙ୍କୁଶ, ରିପୁ ଅର୍ଥ ଶତ୍ରୁ। ଶତ୍ରୁ ବାହ୍ୟ ଶତ୍ରୁ ଆମର ଥାଏ, ଆମ ଅନ୍ତରରେ ମଧ୍ୟ କିଛି ଶତ୍ରୁ ଅଛନ୍ତି, ଯେଉଁମାନେ ହେଉଛନ୍ତି ଷଡ଼ରିପୁ। କାମ, କ୍ରୋଧ, ଲୋଭ, ଅହଙ୍କାର, ମୋହ, ଏହା ହେଉଛି ଷଡ଼ରିପୁ। ଏ ଯାହା ମଧ୍ୟ ଆମ ଶରୀରର କ୍ଷତି କରିଥାନ୍ତି, ଆମ ମନର କ୍ଷତି କରିଥାନ୍ତି। ଆଉ ଯିଏକି এই ଷଡ଼ରିପୁକୁ ନିୟନ୍ତ୍ରଣ କରିପାରିଥିଲେ, ଯିଏକି ବାହ୍ୟ ଶତ୍ରୁକୁ ନିୟନ୍ତ୍ରଣ କରିପାରିଥିଲେ, ତା ସହିତ ନିଜ ଶରୀର ଅନ୍ତରରେ ଥିବା ଶତ୍ରୁକୁ ମଧ୍ୟ ନିୟନ୍ତ୍ରଣ କରିପାରିଥିଲେ, ସିଏ ହେଉଛନ୍ତି ରିପୁ ଗଜାଙ୍କୁଶ। ଗଜାଙ୍କୁଶ ଅର୍ଥ ହେଉଛି ନା ଗଜକୁ ଯେମିତି ବାନ୍ଧିକି ରଖାଯାଏ, ଅଙ୍କୁଶ ପକାଇ ରଖାଯାଏ, ସେଭଳିଆ ସେ ଏସବୁ ରିପୁ ଶତ୍ରୁମାନଙ୍କୁ ଅଙ୍କୁଶ କରିବାର ଶକ୍ତି ତାଙ୍କ ପାଖରେ ଥିଲା। ସେ ହେଉଛନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର। ଦୁଃଖ ଗିରି ବଜ୍ର, ଦୁଃଖ ରୂପକ ଗିରି ପାଇଁ, ପାହାଡ଼ ପାଇଁ, ଦୁଃଖ ରୂପକ ପାହାଡ଼ ପାଇଁ ସେ ଥିଲେ ବଜ୍ର ସଦୃଶ। ତାର ଅର୍ଥ ଦୁଃଖର ପାହାଡ଼କୁ ସହ୍ୟ କରିବାର ଶକ୍ତି ତାଙ୍କ ପାଖରେ ଥିଲା। ସେ ସ୍ଥିତ ପ୍ରଜ୍ଞ ଥିଲେ, ସେ କେବେ ବିଚଳିତ ହେଉନଥିଲେ। ସେଭଳିଆ ଗୁଣ ଯାହା ପାଖରେ ଦେଖନ୍ତି ସେ ହେଉଛନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର। ଆଉ ବିଦୁଷମାନେ, ଜ୍ଞାନୀମାନେ, ପଣ୍ଡିତମାନେ, ମୁନି ଋଷିମାନେ ତାଙ୍କ ପାଖରେ ଏହିସବୁ ଗୁଣ ଦେଖିପାରିଥିଲେ। ତେଣୁକରି ସେ ହେଉଛନ୍ତି ଶ୍ରେଷ୍ଠ, ସେ ହେଉଛନ୍ତି ରାଜେଶ୍ୱର। ତାର ଅର୍ଥ ରାଜାଙ୍କ ମାନଙ୍କ ମଧ୍ୟରେ ଶ୍ରେଷ୍ଠ। ତେଣୁକରି ଭାରତରେ ଯେତେବେଳେ ଚିନ୍ତା କରାଯାଏ ସେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କ କଥା ଚିନ୍ତା କରାଯାଏ। ଯଦି ସେ ପୁଣି ଥରେ ଜନ୍ମ ନିଅନ୍ତି ନିଶ୍ଚିତ ଭାବରେ ରାମ ରାଜ୍ୟ ପ୍ରତିଷ୍ଠା ହେବ। ଆଉ ରାମ ରାଜ୍ୟର ଉଦାହରଣ କେବଳ ଗୋଟିଏ କଥା ପାଇଁ, ଯେଉଁ ରାଜ୍ୟରେ ଲୋକମାନେ କେବେ ଦୁଃଖରେ ରହୁ ନଥିଲେ। ଆଉ ସେ ରାଜେଶ୍ୱରଙ୍କର ସେ ପଦ ପଦ୍ମ ଦ୍ୱନ୍ଦେ, ପଦ ପଦ୍ମ, ପଦ ପଦ୍ମ ଅର୍ଥ ଦୁଇ ପାଦ, ଦ୍ୱନ୍ଦେ ଅର୍ଥ ଦୁଇ, ପାଦ ରୂପକ ପଦ୍ମ ରୂପକ ପାଦ ଦୁଇ ତଳେ, ଦିନ ଭିକାରିଣୀ ଦୁରୁ ନତ ଶିରେ ବନ୍ଦେ। ଦିନ ଭିକାରିଣୀ ନିଜେ ନିଜକୁ ସୀତା ସମ୍ବୋଧନ କରି କହିଛନ୍ତି ଯେ ମୁଁ ହେଉଛି ଦିନ ଭିକାରିଣୀ, ତୁମ ତୁଳନାରେ ମୋର ମୂଲ୍ୟ କିଛି ନୁହଁ। ତେଣୁକରି ଦୁରୁ ମୁଁ ତୁମର ସେଇ ପାଦ ତଳେ ମୁଣ୍ଡ ନୁଆଇଁ ବନ୍ଦନା ତୁମର କରୁଛି। ଏହା ହିଁ ହେଉଛି ପ୍ରଥମ କବିତାଂଶର ଅର୍ଥ, ଯାହାକି ଚିଠି ଆକାରରେ ଲେଖିଛନ୍ତି ରାମଚନ୍ଦ୍ର ପାଖକୁ ନିଜେ ସୀତା। ଦ୍ୱିତୀୟ ପଂକ୍ତି ଆଲୋଚନା କରିବା। କରିବାକୁ ମଧୁ ଆଶା ତିମିର ଭେଦନ, କାତରେ କାନ୍ତାରେ ଥାଇ করে নিবেদন, মহারাজ মহাযজ্ঞে হইছ দীক্ষিত, নববামা হেউথিব বামাঙ্কে বিক্ষিত। କରିବାକୁ ମଧୁ ଆଶା ତିମିର ଭେଦନ, ମୋ ମନରେ ଯେଉଁ ସୃଷ୍ଟି ହୋଇଥିବା ଯେଉଁ ଆଶା ରୂପକ ଅନ୍ଧକାରକୁ ଦୂର କରିବା ପାଇଁ ଅତି ଦୁଃଖର ସହିତ ମୁଁ ଆପଣଙ୍କୁ ନିବେଦନ କରୁଛି। କାତରେ କାନ୍ତାରେ ଥାଇ କରେ ନିବେଦନ, ତାର ଅର୍ଥ କାତରେ ଅର୍ଥ ଦୁଃଖରେ ତୁମଠାରୁ ଦୂରରେ ରହି, ସ୍ୱାମୀଙ୍କ ଠାରୁ ଦୂରରେ ରହି ମୁଁ ନିବେଦନ କରୁଛି। ତିମିର ଅର୍ଥ ଅନ୍ଧକାର, ତାର ଅର୍ଥ ଯେଉଁ ଆଶା ରୂପକ ଯେଉଁ ମୋ ମନରେ ସୃଷ୍ଟି ହେଇଛି ଯେ ଆପଣଙ୍କ ଠାରୁ କିଛି ଜାଣିବା ପାଇଁ, ସେ ଆଶା ରୂପକ ଅନ୍ଧକାରକୁ ଭେଦ କରିକି ମୁଁ ଦୁଃଖରେ ଆପଣଙ୍କ ଠାରେ ନିବେଦନ କରୁଛି ଯେ ହେ ମହାରାଜ ମହାଯଜ୍ଞ ହୋଇଛ ଦୀକ୍ଷିତ, ଆପଣ ବିଶାଳ ଯଜ୍ଞ, ଅଶ୍ୱମେଧ ଯଜ୍ଞର ଆୟୋଜନ କରିଛନ୍ତି। ଆଉ ଯଜ୍ଞ ପାଇଁ ଆପଣ ଦୀକ୍ଷିତ ହୋଇଛନ୍ତି।
ନବବାମା। ନବବାମା ଅର୍ଥ ଯେଉଁ ନୂତନ ବିବାହିତା ସ୍ତ୍ରୀ ଆପଣଙ୍କର ବାମ ପଟେ ବାମାଙ୍କେ ବିକ୍ଷିତ। ସାଧାରଣତଃ ସ୍ତ୍ରୀମାନଙ୍କୁ ବାମା ବୋଲି କୁହାଯାଏ। ବାମା ଅର୍ଥ ସ୍ୱାମୀର ବାମ ପଟେ ହିଁ ସ୍ତ୍ରୀର ସ୍ଥାନ। ତାର ଅର୍ଥ ସ୍ତ୍ରୀ ସବୁଦିନେ ସ୍ୱାମୀଙ୍କ ବାମ ପଟେ ରହିବା କଥା। ତେଣୁକରି ସ୍ତ୍ରୀଙ୍କୁ ବାମା ବୋଲି କୁହାଯାଏ। ତେଣୁକରି ଯେଉଁ ଆପଣ ଏବେ ହେ ମହାରାଜ ଅଶ୍ୱମେଧ ଯଜ୍ଞ ପାଇଁ ଆପଣ ଏବେ ଯେଉଁ ନୂଆ ସ୍ତ୍ରୀଙ୍କୁ ବିବାହ କରିଛନ୍ତି ସିଏ ଆପଣଙ୍କର ବାମ ପଟେ ଶୋଭା ପାଉଥିବ। ଏହା ହିଁ ହେଉଛି ଦ୍ୱିତୀୟ ପଂକ୍ତିର ଅର୍ଥ। ମୁଗ୍ଧ ବଧୂ ମୁଗ୍ଧ ହେବ ବୋଲି ସତ ଗୁଣ ବଢ଼ି ଯାଉଥିବ ତୁମ୍ଭ ସକଳ ସଦ୍ଗୁଣ। ଆଚରିତ ମହାଯଜ୍ଞେ କରିବ ପ୍ରଦାନ ଅଶେଷ ରତନ ଧନ କ୍ଷମ ବସ୍ତ୍ରମାନ। ଆପଣ ଯେଉଁ ଏବେ ନୂଆ ବାହା ହେଇଛନ୍ତି, ଯାହାକୁ ନୂଆ ସ୍ତ୍ରୀ ଯିଏକି ଆପଣଙ୍କର ବାମ ପଟେ ବସିଛନ୍ତି, ତାକୁ ଆପଣ ତା ଆଗରେ ଫୁଲେଇ ହେବା ପାଇଁ ବା ତା ଆଗରେ ଆପଣଙ୍କର ଗୁଣକୁ ପ୍ରକାଶ କରିବା ପାଇଁ ମୁଗ୍ଧ ବଧୂ ମୁଗ୍ଧ ହେବ ବୋଲି ସତ ଗୁଣ, ଶହ ଶହ ଗୁଣରେ ସିଏ ମୁଗ୍ଧ ହେବ, ସିଏ ଆପଣ ଉପରେ ଖୁସି ହେବ ବୋଲି ବଢ଼ି ଯାଉଥିବ ତୁମ୍ଭ ସକଳ ସଦ୍ଗୁଣ। ତମର ସଦ୍ଗୁଣ ଗୁଡ଼ିକ ଆହୁରି ବଢ଼ି ଯାଉଥିବ। ତା ଆଗରେ ତମେ ଯାହା ଯାହା ଗୁଣ ଗୁଡ଼ିକ ତା ଆଗରେ ତମେ ଦେଖେଇ ହେଉଥିବ। ଆଚରିତ ମହାଯଜ୍ଞ କରିବ ପ୍ରଦାନ। ଆଉ ଏଇ ଯେଉଁ ମହାଯଜ୍ଞରେ ଯେଉଁ ଯଜ୍ଞର ଆୟୋଜନ କରିଛ, ସେ ଯଜ୍ଞରେ ଆପଣ କ'ଣ କରିବେ ନା ସେ ମୁଗ୍ଧ ବଧୂକୁ, ଯେଉଁ ନୂଆ ବଧୂକୁ ମୁଗ୍ଧ କରିବା ପାଇଁ ହେଲି ଅଶେଷ ରତ୍ନ ଧନ କ୍ଷମ ବସ୍ତ୍ରମାନ କ'ଣ କରିବେ ପ୍ରଦାନ କରିବେ। ଅଶେଷ ରତ୍ନ ଧନ କ୍ଷମ, କ୍ଷମ ଅର୍ଥ ପାଟ, ପାଟ ବସ୍ତ୍ରମାନ କ'ଣ କରିବେ ସବୁ ଲୋକମାନଙ୍କୁ କ'ଣ କରିବେ ପ୍ରଦାନ କରିବେ। କେବଳ ତାକୁ ବା ନୂଆ ବଧୂକୁ, ନୂଆ ସ୍ତ୍ରୀକୁ ମୁଗ୍ଧ କରିବା ପାଇଁ ଏସବୁ କ'ଣ କରିବେ ପ୍ରଦାନ କରିବେ। ସିଦ୍ଧ କାମ ହେବ ତହିଁ ଅର୍ଥି ସମୁଦାୟ ମୋ ମାନସେ ଭିକ୍ଷା ଏକ ହୋଇଛି ଉଦୟ। ଏଛାର ଭିକ୍ଷାରେ ନାଥ ନ ହେବ କୃପଣ ଦୟା ରତ୍ନମୟ ଦାନ ବାରିଧି ଆପଣ। ସୀତା ମନ ଦୁଃଖରେ କହୁଛନ୍ତି, ସିଦ୍ଧ କାମ ହେବ ତହିଁ ଅର୍ଥି ସମୁଦାୟ। ନୂତନ ସ୍ତ୍ରୀଙ୍କୁ ମୁଗ୍ଧ କରିବା ପାଇଁ ଆପଣର ଗୁଣ ବଢ଼େଇକି ଅନେକ ଧନରତ୍ନ ପାଟ ବସ୍ତ୍ର ପ୍ରଦାନ କରୁଛନ୍ତି। ଆଉ ଆପଣଙ୍କର ସେ ଯଜ୍ଞ ନିଶ୍ଚିତ ଭାବରେ ସିଦ୍ଧ ହେବ। ସିଦ୍ଧ କାମ ହେବ ତହିଁ ଅର୍ଥି ସମୁଦାୟ। ଅର୍ଥି ସମୁଦାୟ ଅର୍ଥ ମାଗିଆ ଲୋକକୁ ଯାହା ଯାହା ତମେ ଦବ, ତେଣୁ କରି ତମ ନିଶ୍ଚିତ ଭାବରେ ତମର କାମ ଗୁଡ଼ିକ ନିଶ୍ଚିତ ଭାବରେ ସିଦ୍ଧ ହେବ, ତମର ଯଜ୍ଞ ସିଦ୍ଧ ହେବ। ମୋ ମାନସେ ଭିକ୍ଷା ଏକ ହୋଇଛି ଉଦୟ। ମୋ ମନରେ ସେଭଳି, ତମେ ତ ଅନେକ ଲୋକକୁ ଅନେକ ଭିକ୍ଷା ଦଉଛ, ତେଣୁକରି ମୋ ମନରେ ମଧ୍ୟ ଏକ ଭିକ୍ଷା ମାଗିବା ପାଇଁ ମୋ ମନରେ ମଧ୍ୟ ସୃଷ୍ଟି ହେଇଛି। ମୁଁ ମଧ୍ୟ ଗୋଟିଏ ଭିକ୍ଷା ଆପଣଙ୍କୁ ମାଗୁଛି। ଏଛାର ଭିକ୍ଷାରେ ନାଥ ନ ହେବ କୃପଣ। ଏ ଛାର ଭିକ୍ଷା, ଅତି ଛୋଟିଆ ଭିକ୍ଷାଟେ ମୁଁ ଆପଣଙ୍କୁ ମାଗୁଛି, ଏଥିରେ ଆପଣ ବିଲକୁଲ କୃପଣ ହେବେନି, ବିଲକୁଲ ଆପଣ ନିଷ୍ଠୁର ହେବେ ନାହିଁ, ବିଲକୁଲ ଆପଣ କଞ୍ଜୁସି କରିବେ ନାହିଁ। ଦୟା ରତ୍ନମୟ ଦାନ ବାରିଦି ଆପଣ, କାରଣ
ଆପଣ ହେଉଛନ୍ତି ଦୟା ରତ୍ନମୟ ଦାନ ବାରିଧି। ଆପଣ ହେଉଛନ୍ତି ଦୟା ରତ୍ନମୟ। ତାର ଅର୍ଥ ଆପଣ ପାଖରେ ଦୟାର ଗୁଣ ଭରି ରହିଛି। ଦାନ ବାରିଧି ତାର ଅର୍ଥ ଦାନ ରୂପକ ଆପଣ ହେଉଛନ୍ତି ସମୁଦ୍ର। ତେଣୁକରି ମୁଁ ଗୋଟେ ଛୋଟିଆ ଭିକ୍ଷା ମାଗୁଛି, ଆପଣ ସେ ଭିକ୍ଷାଟିକୁ ଦେବା ପାଇଁ କେବେ ମଧ୍ୟ କୃପଣ ହେବେ ନାହିଁ।